জয় মা ঠাকুরানী, জয় মা কালী, জয় মা মঙ্গলা। আরে বাবু, এই দেখুছ, এই হেউছি সেই কাদম্বিনী অরণ্য। এই অরণ্যরে পুতিকি রখিছিব ভগবান শ্রীকৃষ্ণଙ୍କ সেই সুবর্ণ মূর্তি বাবু। হেলে বাবু, মূর্তিটা কেউ জায়গায় পুতিকি রখিছি, বাবানে পড়ুনি বাবু, বাবানে পড়ুনি। ভଣଜା ବାପା ତ ଏ ବୃଦ୍ଧ ମାମୁଁ ଚକ୍ର ଧର ଧର ଥାଉ ଥାଉ ତୋରେ ମନ ପଡ଼ିବ କାହିଁକି ଲୋ? ଏ ବାବୁ, କଣ କହିବାକୁ ଯାଉଛ ବାବୁ? ଭଣଜା ହ୍ୟାଲୋ, ଏ ବାବୁ। ଆଲୋ ମୋ କେଲା ଭଣଜା ମୋ ସୁନା ଭଣଜା ମୋ କୁକୁର ମୁଣ୍ଡିଆ ଭଣଜା। କୁହ ବାବୁ, କୁହ। ଭଣଜା ହ୍ୟାଲୋ, ଏ ବାବୁ। ବାପା ତୁ ପରା ରାଜାଙ୍କ ଘରେ 5 ବର୍ଷ ଚକିଟା ପିସୁଥିଲୁ। এই সত কথা বাবু, তুমি কহিবা কথা হেউছে সম্পূর্ণ ভাବରେ সত। କେମିତି ମନେ ପଡ଼ିବ ଲୋ ବାପ? ତ ଏଡେଟିଏ ମୁଣ୍ଡକୁ ତୁ ସେଇ 5 ବର୍ଷ ପଛପଟକୁ ନେଇଯା, ତାପରେ ହିଁ ଜଣା ପଡ଼ିବ ମୂର୍ତ୍ତିଟା ତୁ କାଦମ୍ବିନୀ ଅରଣ୍ୟରେ ପୋତିଛୁ ନା ଆଉ କୋଉ ଅରଣ୍ୟରେ ଲୋ ବାପ? তাহলে বাবু, মুন্ডକୁ ସେଇ 5 ବର୍ଷ ତଳକୁ ନେଉଛି ବାବୁ, ସେଇ 5 ବର୍ଷ ତଳକୁ ନେଉଛି। ହାଲୋ ঠিক মনে পড়ি যাইছি বাবু, মনে পড়ি যাইছি। ମୁଁ କହୁନଥିଲି ଲୋ ମୋ କେଲା ଭଣଜା, বিশাল বড় বড় গছ, ବିଶାଳ ବଡ଼ ବଡ଼ ଗଛ। ତା ବାମ ପଟରେ ବିଶାଳ ବଡ଼ ପଥର, ବାଃ, ତା ବାମ ପଟରେ ପୁଣି ବିଶାଳ ପଥର, ଆଉ ତା ମଝିରେ ପୁତିକି ରଖିଛି ସେଇ ଭଗବାନ ଶ୍ରୀକୃଷ୍ଣଙ୍କ ସୁବର୍ଣ୍ଣ ମୂର୍ତ୍ତି ବାବୁ। ତା ମଝିରେ ପୋତିକି ରଖିଛୁ ସେଇ ଭଗବାନଙ୍କର ସୁବର୍ଣ୍ଣ ମୂର୍ତ୍ତି। ଓ ବାବୁ, ଭଣଜା ହ୍ୟାଲୋ, ଏ ବାବୁ। ବାପା ମୋ ବଡ଼ ମୁଣ୍ଡିଆ ଭଣଜା। ହେଲେ ବାବା, ଏଇ କାଦମ୍ବିନୀ ଅରଣ୍ୟରେ ତ ସେମିତି ଗଛ କି ପତର ଦିଶୁନି। ବାବୁ, ଏଇ କାଦମ୍ବିନୀ ଅରଣ୍ୟରେ ହିଁ ପୁତିକି ରଖିଛି ସେଇ ଭଗବାନ ଶ୍ରୀକୃଷ୍ଣଙ୍କ ସୁବର୍ଣ୍ଣ ମୂର୍ତ୍ତି। ହେଲେ ବାବୁ, ଭଣଜା କାହିଁକି ବିଳମ୍ବ କରିବା? ତମେ ଏପଟରେ ଖୋଜ ବାବୁ, ମୁଁ ସେପଟେ ଖୋଜୁଛି। ଚାଲ ବାବୁ, ଖୋଜିବା ଚାଲ। এই ଦେଖିପାରୁଛ ବାବୁ, ଏ ହେଉଛି ସେଇ ବିଶାଳ ବଡ଼ ବଡ଼ ଗଛ, ତା ବାମ ପଟରେ ବିଶାଳ ବଡ଼ ପଥର, ତା ମଝିରେ ପୁତିକି ରଖିଥିବ ସେଇ ଭଗବାନ ଶ୍ରୀକୃଷ୍ଣଙ୍କ ସୁବର୍ଣ୍ଣ ମୂର୍ତ୍ତି। ଏଇ ଦେଖ ବାବୁ, ଏଇ ଦେଖ। হ্যালো বাবু, তুমি কোন দেখিছ কি ভগবান শ্রীকৃষ্ণଙ୍କ সেই সুবর্ণ মূর্তি বাবু?
ବାପ ମୋ 14 ପୁରୁଷରେ ସେମିତି ବୋଲି କେବେ ମୂର୍ତ୍ତିଟା ମୁଁ ଦେଖିନି ଲୋ ବାପ। ଆସ ଦେଖିବ ଆସ ବାବୁ, ଭଗବାନ ଶ୍ରୀକୃଷ୍ଣଙ୍କ ସେଇ ସୁବର୍ଣ୍ଣ ମୂର୍ତ୍ତିଟା ଦେଖିବ ଆସ। ଆସ ମୋ ପାଖକୁ ଆସ ବାବୁ, ଆସ। হ্যালো এই বাবু, ভগবান শ্রীকৃষ্ণଙ୍କ সুবর্ণ মূর্তি তো মো পাই সারিছে বাবু। হেলে বাবু কেমিতি নেবি এই বৃন্দাবন রাজ্য রানী হংসপুরক ভগবান শ্রীকৃষ্ণଙ୍କ সুবর্ণ মূর্তি? যদি এ বৃন্দাবন নগরবাসী মতে দেখি দিয়ন্তি তাহলে কଣ কহিবে জানিছ বাবু? দেখরে দেখ, সূর্য মূর্তি চুরি করি 5 ବର୍ଷ କାରାଦଣ୍ଡରେ ଦଣ୍ଡିତ ହୋଇ ପୁଣି ମୂର୍ତ୍ତିଟା ଫେରାଇବା ପାଇଁ ରାଣୀ ହଂସପୁର ଯାଉଛି। ବାବୁ ହରେ ଛାପା ପକାଇବେ, ବାବୁ ବାବୁ ହରେ ଛାପା ପକାଇବେ। କଣ ତାର ବ୍ୟବସ୍ଥା ଅଛି କି ବାବୁ? ଭଣଜାଲୁ ବାପା ମୋ ସୁନା ଭଣଜା, ମୋ ଗେଲା ଭଣଜା, ମୋ ବଡ ମୁଣ୍ଡିଆ ଭଣଜା, তো চক্রধর মামু থাউ থাউ କିଛି ହବନି ଲୋ ତୋର। ଏ ସତ କଥା ବାବୁ। ଭଣଜା ବାପା ମୁଁ ତତେ ନିତିଦିନ କଣ କହେ? କଣ ତାକୁ ହଲ ବାବୁ? ଭଣଜା ମୁଁ ପରା ଶକୁନି ଆଉ ମନ୍ଥରାକୁ ଗୁରୁ କରିଛି। ଆଚ୍ଛା ମୁଁ ଚକ୍ରଧର, বুদ্ধি বিদ্যারে পুণে দুরান্দর। এই সম্পূর্ণ ভাବରେ সত কথা বাবু। ভণজা হ্যালো এ বাবু, এই দেখ এই বস্ত্ରରେ যদি ଆମେ ସେଇ ରାଧା କୃଷ୍ଣଙ୍କର ସୁବର୍ଣ୍ଣ ମୂର୍ତ୍ତିକୁ ନେଇ ଯିବା ତାହେଲେ ବୃନ୍ଦାବନ ନଗରବାସୀ କେହି ବି ଜାଣିପାରିବେନି ଲୋ। ଏ କହିବା କଥା ହେଉଛି ସମ୍ପୂର୍ଣ୍ଣ ଭାବରେ ସତ। ଯଦି ଏ ବସ୍ତ୍ରରେ ଗୁଡ଼େଇକି ନେଇଯିବା ତାହେଲେ ଜାଣିପାରିବେନି ଏଇ ବୃନ୍ଦାବନ ନଗରବାସୀ। ଭଣଜା ହ୍ୟାଲୋ ଏ ବାବୁ, ବାପା ଶୁଭ କାମରେ ଡେରି କରିବାନି ଲୋ। হ্যালো এ বাবু, ভণজা তাহলে বিলম্ব কাহিকি? ଯିବା ଚାଲ ବୃନ୍ଦାବନ ରାଜ୍ୟ ରାଣୀ ହଂସପୁର ମହାରାଣୀ ଶକୁନ୍ତଳା ବାସ। ଯିବା ବାବୁ, କାହିଁକି ବିଳମ୍ବ କରିବା? ଯିବା ଚାଲ, ଯିବା ବାବୁ।